ନବରଙ୍ଗପୁର ଜିଲ୍ଲାର ସାଧାରଣ ବଣ୍ଟନ ବ୍ୟବସ୍ଥାର ହିତାଧିକାରୀମାନଙ୍କୁ ଝୋଟ ବ୍ୟାଗ୍ ବଣ୍ଟନ କରାଯାଇଛି। ସ୍ଥାନୀୟ ଆର୍ଏନ୍ସି ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗ ଦେଇଥିଲେ। ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର 10ଟି ବ୍ଲକ ଓ 2ଟି ପୌରାଞ୍ଚଳର ମୋଟ 212ଟି ସୁଲଭ ଦୋକାନରେ 3,16,630 ଜଣ ହିତାଧିକାରୀଙ୍କୁ 2ଟି ଲେଖାଏଁ ବ୍ୟାଗ୍ ପ୍ରଦାନ କରାଯାଇଥିଲା। ଅତିଥିମାନେ ପ୍ଲାଷ୍ଟିକ୍ ମୁକ୍ତ ଓଡ଼ିଶା ଗଠନ ପରିବେଶ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ ହିତାଧିକାରୀମାନଙ୍କୁ ବ୍ୟାଗ୍ ବଣ୍ଟନ କରାଯାଇଛି ବୋଲି ବକ୍ତବ୍ୟ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଏସିଏସ୍ ଓ ବିଷ୍ଣୁପ୍ରସାଦ ରାଉତ ପରିଚାଳନା କରିଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସଦର ଏସିଏସ୍ ଓ ମିଲନ କୁମାର ମାଝୀ, ଏମ୍ଆଇ ରାଜେଶ ସବର ଉପସ୍ଥିତ ରହିଥିଲେ। समग्र ओडिशा झोट बर्तमान प्रत्येक जिले यार मुख्य उद्देश्य हूँ मानव मुख्यमंत्री नवीन पट्टनायक चाहते एक प्लास्टिक मुक्त ओडिशा गठन यार प्लास्टिक मुक्त गाँ गठन प्रत्येक हिताधिकारी दुईटी झोट बेग किलो से बेग द्वारा निजर चाउल नवा सागे सागे पनीपरिया जिनस निश्चित भाव में बेग द्वारा व्यवहार कर प्लास्टिक व्यवहार निश्चित भाव में आगामी दिन कम होगार बहुत संभावना हिताधिकारी दुईटी लेखाएं छोट बैग प्रदान सारा राज्य म्युनिसिपालिटी